ନମସ୍କାର ବନ୍ଧୁଗଣ, ଜୟ ଜଗନ୍ନାଥ। ଆଶା କରୁଛି ଆପଣମାନେ ଭଲରେ ଥିବେ। ବନ୍ଧୁଗଣ, କ'ଣ ଆପଣମାନେ ଜାଣିଛନ୍ତି 2026 ମସିହା ଫେବୃଆରୀ ମାସରେ ତୁଳା ରାଶିର ଜାତକରେ ଏମିତି କିଛି ଘଟୁଛି ଯାହା ଗତ କିଛି ବର୍ଷ ହେଲା ଘଟିନଥିଲା। ଗୋଟିଏ ପଟେ ଆପଣଙ୍କର ଯୋଗକାରକ ଗ୍ରହ ଶନିଦେବ ଶତ୍ରୁମାନଙ୍କୁ ଦମନ କରିବାକୁ ପ୍ରସ୍ତୁତ ଅଛନ୍ତି, ଆଉ ଅନ୍ୟପଟେ ଗ୍ରହ ସେନାପତି ମଙ୍ଗଳ ନିଜର ସବୁଠାରୁ ଶକ୍ତିଶାଳୀ ଘରେ ବସି ଆପଣଙ୍କୁ ମାଲାମାଲ କରିବାକୁ ଚାହୁଁଛନ୍ତି। କିନ୍ତୁ ସାବଧାନ, ଆପଣଙ୍କ ବୁଦ୍ଧି ଓ ନିଷ୍ପତ୍ତିର ଘରେ ଅର୍ଥାତ୍ ପଞ୍ଚମ ଭାବରେ ରାହୁ ଏକ ବଡ଼ ଖେଳ ଖେଳୁଛନ୍ତି। ବନ୍ଧୁଗଣ, କ'ଣ ଆପଣଙ୍କର ଏକ ଭୁଲ ନିଷ୍ପତ୍ତି ଆପଣଙ୍କୁ ବର୍ବାଦ କରିଦେବ? ସେୟାର ବଜାରରେ ଏହି ମାସରେ କେଉଁ ସେକ୍ଟରରେ ନିବେଶ କଲେ ମିଳିବ ଡବଲ ଲାଭ? ପ୍ରେମ ସମ୍ପର୍କରେ କାହିଁକି ଆସୁଛି ଅବିଶ୍ୱାସର ବାଦଲ? ଯଦି ଆପଣ ତୁଳା ରାଶିର ଲୋକ, ତେବେ ଏହି ଭିଡ଼ିଓକୁ ସ୍କିପ୍ ନ କରି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଏହି ଭିଡ଼ିଓର ପ୍ରତିଟି ସେକେଣ୍ଡ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ଆଜିର ଏହି ବିସ୍ତୃତ ଭିଡ଼ିଓରେ ଆମେ କ୍ୟାରିୟର ଠାରୁ ଆରମ୍ଭ କରି ବ୍ୟାଙ୍କ ବାଲାନ୍ସ ପର୍ଯ୍ୟନ୍ତ ସବୁ କିଛି ଟିକି ନିଖିକି ଆଲୋଚନା କରିବା। ତେବେ ଚାଲନ୍ତୁ ଡେରି ନକରି ଆରମ୍ଭ କରିବା ଆଜିର ଏହି ମହାବିଶ୍ଳେଷଣ। ବନ୍ଧୁଗଣ, ଫଳାଫଳ ଜାଣିବା ପୂର୍ବରୁ ଆସନ୍ତୁ ବୁଝିବା ଯେ ଫେବୃଆରୀ ମାସରେ ଗ୍ରହମାନଙ୍କର ପୋଜିସନ୍ କ'ଣ ରହିଛି। କାରଣ ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ହିଁ ଆମ ଭାଗ୍ୟ ନିର୍ଦ୍ଧାରଣ କରେ। ପ୍ରଥମରେ ସବୁଠାରୁ ବଡ଼ ଖୁସି ଖବର ହେଲା ଶନିଦେବ ଆପଣଙ୍କ ଷଷ୍ଠ ଭାବରେ ଅର୍ଥାତ୍ ମୀନ ରାଶିରେ ବଳବାନ ହୋଇ ବସିଛନ୍ତି। ଏହା ସୃଷ୍ଟି କରୁଛି ଶତ୍ରୁହନ୍ତା ଯୋଗ। ଦ୍ୱିତୀୟରେ, ଫେବୃଆରୀ 1 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ମଙ୍ଗଳ ମକର ରାଶିରେ ଅର୍ଥାତ୍ ଆପଣଙ୍କ ଚତୁର୍ଥ ଭାବରେ ଉଚ୍ଚସ୍ଥ ହୋଇ ରହିବେ। ଏହାକୁ କୁହାଯାଏ ରୁଚକ ମହାପୁରୁଷ ଯୋଗ। ଏହା ସମ୍ପତ୍ତି ଓ ଭୂମି ପାଇଁ ଅତ୍ୟନ୍ତ ଶୁଭ। ତୃତୀୟରେ, ଏବେ ଆସିବା ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଖକୁ। ଆପଣଙ୍କ ପଞ୍ଚମ ଭାବ ଅର୍ଥାତ୍ କୁମ୍ଭ ରାଶିରେ ରାହୁ ପୂର୍ବରୁ ବସିଛନ୍ତି। ଫେବୃଆରୀ 6ରେ ଶୁକ୍ର, 13ରେ ସୂର୍ଯ୍ୟ ଏବଂ ପରେ ବୁଧ ସେଠାରେ ପହଞ୍ଚିବେ। ଅର୍ଥାତ୍ ଗୋଟିଏ ଘରେ 4-5ଟି ଗ୍ରହ ଏକାଠି ହେବେ। ଏହା ଆପଣଙ୍କ ମନ ଓ ବୁଦ୍ଧିକୁ ଅସ୍ଥିର କରିପାରେ। ଚତୁର୍ଥରେ, ଭାଗ୍ୟସ୍ଥାନରେ ଅର୍ଥାତ୍ ନବମ ଭାବରେ ଦେବଗୁରୁ ବୃହସ୍ପତି ବସି ଆପଣଙ୍କୁ ରକ୍ଷା କବଚ ପ୍ରଦାନ କରୁଛନ୍ତି। ତେବେ ଏହି ଗ୍ରହମାନେ ମିଶିକରି ଆପଣଙ୍କ ଜୀବନରେ କ'ଣ ପରିବର୍ତ୍ତନ ଆଣିବେ, ଆସନ୍ତୁ ଜାଣିବା। ବନ୍ଧୁଗଣ, ଯଦି ଆପଣ ବ୍ୟବସାୟୀ କିମ୍ବା ନିବେଶକ, ତେବେ ଖୁସି ହୋଇଯାଆନ୍ତୁ। ଫେବୃଆରୀ ମାସର ପ୍ରଥମ 23 ଦିନ ଆପଣଙ୍କ ପାଇଁ ସାକ୍ଷାତ ଲକ୍ଷ୍ମୀ ଯୋଗ ନେଇ ଆସୁଛି। ପ୍ରଥମରେ ରହିଛି ରୁଚକ ଯୋଗର କମାଲ। ମଙ୍ଗଳ ଚତୁର୍ଥ ଭାବରେ ଉଚ୍ଚସ୍ଥ ଅଛନ୍ତି। ଯେଉଁମାନେ ରିଅଲ ଇଷ୍ଟେଟ୍, ଜମି କିଣାବିକା, କନଷ୍ଟ୍ରକ୍ସନ, ଇଟା ବାଲି ବ୍ୟବସାୟ କିମ୍ବା ହୋଟେଲ ଲାଇନରେ ଅଛନ୍ତି, ଆପଣଙ୍କ ପାଇଁ ଏହା ବର୍ଷର ଶ୍ରେଷ୍ଠ ସମୟ। ଆପଣ ଯେଉଁଥିରେ ହାତ ମାରିବେ ସେଥିରେ ସୁନା ଫଳିବ। ଦ୍ୱିତୀୟରେ ରହିଛି ନୂତନ ସମ୍ପତ୍ତି କ୍ରୟ। ଯଦି ବହୁତ ଦିନରୁ ନିଜର ସ୍ୱପ୍ନର ଘର କିମ୍ବା ନୂଆ ଗାଡ଼ି କିଣିବାକୁ ଚାହୁଁଥିଲେ, ତେବେ ଫେବୃଆରୀ 1ରୁ 23 ତାରିଖ ମଧ୍ୟରେ କିଣନ୍ତୁ। ଏହି ସମୟ ଅତ୍ୟନ୍ତ ଶୁଭ। ତୃତୀୟରେ ଆର୍ଥିକ ସ୍ଥିତି। ଏକାଦଶ ଭାବକୁ ଅର୍ଥାତ୍ ଆୟ ସ୍ଥାନକୁ ମଙ୍ଗଳଙ୍କ ଦୃଷ୍ଟି ରହିଛି। ଅଟକି ରହିଥିବା ଟଙ୍କା ହଠାତ୍ ମିଳିଯିବ। ବ୍ୟାଙ୍କ ବାଲାନ୍ସ ମଧ୍ୟ ବଢ଼ିବ। ସତର୍କ ରୁହନ୍ତୁ, କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ପଞ୍ଚମ ଭାବରେ ରାହୁ ବସିଥିବାରୁ କୌଣସି ବି ଗେଟ୍ ରିଚ୍ କୁଇକ୍ ଅର୍ଥାତ୍ ଶୀଘ୍ର ଧନୀ ହେବା ସ୍କିମ୍ରେ ପଇସା ଲଗାନ୍ତୁ ନାହିଁ। ଲୋଭର ବଶବର୍ତ୍ତୀ ହୋଇ ଜୁଆ କିମ୍ବା ଲଟେରୀରେ ପଇସା ଲଗାଇଲେ ବୁଡ଼ି ଯିବାର ସମ୍ଭାବନା ଅଛି। ଆଜିକାଲି ଅନେକ ଯୁବବର୍ଗ ସେୟାର ମାର୍କେଟରେ ନିବେଶ କରୁଛନ୍ତି। ତୁଳା ରାଶି ପାଇଁ ଫେବୃଆରୀ ମାସର ମାର୍କେଟ ପ୍ରେଡିକ୍ସନ୍ ବହୁତ ଗୁରୁତ୍ୱପୂର୍ଣ୍ଣ। ଆପଣଙ୍କ ପଞ୍ଚମ ଘରେ ଗ୍ରହମାନଙ୍କର ଭିଡ଼ ଜମୁଛି। ରାହୁ, ଶୁକ୍ର, ସୂର୍ଯ୍ୟ ଏବଂ ବୁଧ ସମସ୍ତେ ଏକାଠି। ଏହାର ଅର୍ଥ ହେଲା ମାର୍କେଟ ହାଇ ଭୋଲ୍ଟାଇଲ୍ ରହିବ। କେଉଁଠି ଲାଭ ମିଳିବ, ଆସନ୍ତୁ ଜାଣିବା। ପ୍ରଥମରେ, ମଙ୍ଗଳ ଉଚ୍ଚସ୍ଥ ଥିବାରୁ 23 ତାରିଖ ପର୍ଯ୍ୟନ୍ତ ସିମେଣ୍ଟ ଏବଂ ରିଅଲ ଇଷ୍ଟେଟ୍ ଷ୍ଟକ୍ ଗୁଡ଼ିକ ଉପରେ ମୁହଁ ରହିବ। ଏଥିରେ ନିବେଶ କଲେ ଭଲ ଲାଭ ମିଳିବ। ଦ୍ୱିତୀୟରେ, ସରକାରୀ ବ୍ୟାଙ୍କ ଗୁଡ଼ିକ ମଧ୍ୟ ଭଲ ପ୍ରଦର୍ଶନ କରିବେ। ତୃତୀୟରେ, ଆଇଟି ସେକ୍ଟର। ରାହୁ ଏବେ କୁମ୍ଭ ରାଶିରେ ଅଛନ୍ତି, ଅର୍ଥାତ୍
ଟେକ୍ନୋଲୋଜିର ଘରେ ଅଛନ୍ତି, ତେଣୁ ଆଇଟି ଏବଂ ଏଆଇ କମ୍ପାନୀରେ ଲଙ୍ଗ୍ ଟର୍ମ ନିବେଶ କରିବା ବୁଦ୍ଧିମାନର କାମ ହେବ। କ'ଣ କରିବେ ନାହିଁ? ଫେବୃଆରୀ 13 ତାରିଖ ପରେ ସୂର୍ଯ୍ୟ କୁମ୍ଭ ରାଶିକୁ ଯିବେ। ଏହି ସମୟରେ ଇଣ୍ଟ୍ରା ଟ୍ରେଡିଂ କରୁଥିବା ଲୋକମାନେ ଅତ୍ୟନ୍ତ ସାବଧାନ ରୁହନ୍ତୁ। ରାହୁ ଆପଣଙ୍କୁ ଭୁଲ ନିଷ୍ପତ୍ତି ନେବାକୁ ବାଧ୍ୟ କରିବେ। ଲାଭ ଦେଖାଯାଉଥିବ କିନ୍ତୁ ହଠାତ୍ କ୍ଷତି ହୋଇପାରେ, ତେଣୁ ସୁରକ୍ଷିତ ଖେଳନ୍ତୁ। ଚାକିରି କରୁଥିବା ବନ୍ଧୁମାନଙ୍କ ପାଇଁ ଫେବୃଆରୀ ମାସଟି ମିଶ୍ରିତ ଫଳ ପ୍ରଦାନ କରିବ। ଗୋଟିଏ ପଟେ ଷଷ୍ଠ ଭାବରେ ଶନି ଆପଣଙ୍କୁ କର୍ମଠ କରିବେ। ଆପଣଙ୍କ କଠିନ ପରିଶ୍ରମକୁ ବସ୍ ଦେଖିପାରିବେ। ଯଦି କୋର୍ଟ କଚେରୀ ମାମଲା ଚାଲିଛି କିମ୍ବା ଅଫିସରେ କେହି ଶତ୍ରୁତା କରୁଛନ୍ତି, ତେବେ ଚିନ୍ତା କରନ୍ତୁ ନାହିଁ। ଶନି ମହାରାଜ ସେମାନଙ୍କୁ ସମ୍ଭାଳି ନେବେ। ଆପଣଙ୍କ ବିଜୟ ସୁନିଶ୍ଚିତ। ଅନ୍ୟପଟେ 23 ତାରିଖ ପର୍ଯ୍ୟନ୍ତ ମଙ୍ଗଳ ଆପଣଙ୍କ ଦଶମ ଭାବ ଅର୍ଥାତ୍ କର୍ମସ୍ଥାନକୁ ଦୃଷ୍ଟି ଦେଉଛନ୍ତି। ଏହା ପଦୋନ୍ନତି କିମ୍ବା ନୂତନ ଦାୟିତ୍ୱ ମିଳିବାର ସଂକେତ ଦେଉଛି। ଯେଉଁମାନେ ପୋଲିସ, ଡିଫେନ୍ସ କିମ୍ବା ଇଞ୍ଜିନିୟରିଂ କ୍ଷେତ୍ରରେ ଅଛନ୍ତି, ସେମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ। ଏବେ ଆସିବା ସବୁଠାରୁ ସମ୍ବେଦନଶୀଳ ବିଷୟ ଉପରେ, ପ୍ରେମ ଏବଂ ସମ୍ପର୍କ। ବନ୍ଧୁଗଣ, ସତ କହିବାକୁ ଗଲେ ଫେବୃଆରୀ ମାସରେ ପ୍ରେମୀ ଯୁଗଳଙ୍କ ପାଇଁ ସମୟ ଟିକେ କଷ୍ଟଦାୟକ ହୋଇପାରେ। ପଞ୍ଚମ ଭାବରେ ଏତେ ଗୁଡ଼ିଏ ଗ୍ରହ ଏକାଠି ହେବା ଏବଂ ସେଠାରେ ରାହୁଙ୍କ ଉପସ୍ଥିତି ମତିଭ୍ରମ ସୃଷ୍ଟି କରିବ। ଛୋଟ କଥାକୁ ନେଇ ସାଥୀଙ୍କ ଉପରେ ସନ୍ଦେହଜାତ ହୋଇପାରେ। କଥା କଥାରେ ଝଗଡ଼ା ମଧ୍ୟ ବଢ଼ିପାରେ। ତୃତୀୟ ବ୍ୟକ୍ତିଙ୍କ କଥାରେ ପଡ଼ି ନିଜ ସମ୍ପର୍କ ଖରାପ କରନ୍ତୁ ନାହିଁ। ଛାତ୍ରଛାତ୍ରୀମାନେ ଶୁଣନ୍ତୁ, ପାଠ ପଢ଼ାରେ ମନ ଲଗାଇବା କଷ୍ଟକର ହେବ। ମୋବାଇଲ ଓ ସାଙ୍ଗସାଥୀଙ୍କ ସହ ବୁଲିବାରେ ସମୟ ନଷ୍ଟ ହୋଇପାରେ। କିନ୍ତୁ ଯେହେତୁ ବୃହସ୍ପତିଙ୍କ ଦୃଷ୍ଟି ଲଗ୍ନ ଉପରେ ଅଛି, ଯଦି ଆପଣ ଚେଷ୍ଟା କରିବେ ତେବେ ନିଶ୍ଚିତ ଭାବରେ ଭଲ ରେଜଲ୍ଟ କରିବେ। ଟେକ୍ନିକାଲ ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ଅଛି। ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଦେଖିଲେ ତୁଳା ରାଶିର ଲୋକମାନେ ଫେବୃଆରୀ ମାସରେ ମୋଟାମୋଟି ଭାବେ ସୁସ୍ଥ ରହିବେ। ରୋଗ ପ୍ରତିରୋଧକ ଶକ୍ତି ବଢ଼ିବ, କିନ୍ତୁ ଦୁଇଟି ଜିନିଷ ପ୍ରତି ଧ୍ୟାନ ଦେବାକୁ ପଡ଼ିବ। ପ୍ରଥମରେ ପେଟ ରୋଗ। ପଞ୍ଚମ ଭାବ ପେଟର କାରକ। ରାହୁ ସେଠାରେ ଥିବାରୁ ଗ୍ୟାଷ୍ଟ୍ରିକ୍, ବଦହଜମି କିମ୍ବା ଫୁଡ୍ ପଏଜନିଂ ହୋଇପାରେ। ବାହାର ଖାଦ୍ୟ ଖାଆନ୍ତୁ ନାହିଁ। ଦ୍ୱିତୀୟରେ ମାଙ୍କ ସ୍ୱାସ୍ଥ୍ୟ। ମାସର ଶେଷ ଭାଗରେ ମାଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ଅବନତି ଦେଖାଦେଇପାରେ। ଏହାଛଡ଼ା ଗାଡ଼ି ଚଳାଇବା ସମୟରେ ସାବଧାନ ରୁହନ୍ତୁ। ଯଦିଓ ମଙ୍ଗଳ ଉଚ୍ଚସ୍ଥ ଅଛନ୍ତି, ତଥାପି ଅତ୍ୟଧିକ ବେଗ ବିପଦପୂର୍ଣ୍ଣ ହୋଇପାରେ। ଶେଷରେ ଏହିସବୁ ସମସ୍ୟାର ସରଳ ସମାଧାନ କ'ଣ? ଫେବୃଆରୀ ମାସକୁ ଶୁଭ ସମୟ କରିବା ପାଇଁ ଏହି ଉପାୟଗୁଡ଼ିକ ନିଶ୍ଚୟ କରନ୍ତୁ। ପ୍ରଥମରେ ହନୁମାନ ଆରାଧନା। ମଙ୍ଗଳ ଉଚ୍ଚସ୍ଥ ଥିବାରୁ ପ୍ରତି ମଙ୍ଗଳବାର ଦିନ ହନୁମାନ ମନ୍ଦିର ଯାଇ ନାଲି ଫୁଲ ଅର୍ପଣ କରନ୍ତୁ ଏବଂ ହନୁମାନ ଚାଳିଶା ପାଠ କରନ୍ତୁ। ଏହା ଆପଣଙ୍କ ପାଇଁ ଅଦ୍ଭୁତ ଶକ୍ତି ଦେବ। ଦ୍ୱିତୀୟରେ ରାହୁଙ୍କ ଶାନ୍ତି। ପକ୍ଷୀମାନଙ୍କୁ ଦାନା କିମ୍ବା ସାତ ନଜା ଅର୍ଥାତ୍ 7 ପ୍ରକାରର ଶସ୍ୟ ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ମାନସିକ ଅସ୍ଥିରତା ଦୂର ହେବ। ତୃତୀୟରେ ଶନିଦେବ ପୂଜା। ଶନିବାର ଦିନ ଅଶ୍ୱତ୍ଥ ଗଛ ମୂଳରେ ଜଳ ଢାଳନ୍ତୁ। ବନ୍ଧୁଗଣ, ସାରାଂଶରେ କହିବାକୁ ଗଲେ ଫେବୃଆରୀ 2026 ତୁଳା ରାଶି ପାଇଁ ଧନ ଏବଂ କ୍ୟାରିୟର ଦୃଷ୍ଟିରୁ ଏକ ସୁବର୍ଣ୍ଣ ମାସ ହେବାକୁ ଯାଉଛି। କେବଳ ପ୍ରେମ ସମ୍ପର୍କ ଏବଂ ଭାବପ୍ରବଣତା ଉପରେ ନିୟନ୍ତ୍ରଣ ରଖିଲେ ଆପଣ ବିଜୟୀ ହେବେ। ଗ୍ରହମାନେ ସୁଯୋଗ ଦେଉଛନ୍ତି, ଏହାର ଫାଇଦା ଉଠାଇବା ଆପଣଙ୍କ ହାତରେ। ଯଦି ଆପଣଙ୍କୁ ଏହି ଭିଡ଼ିଓଟି ଭଲ ଲାଗିଲା ତେବେ ଲାଇକ୍ କରନ୍ତୁ ଏବଂ କମେଣ୍ଟରେ ଜୟ ବଜରଙ୍ଗବାଲି ଲେଖି ନିଜର ଉପସ୍ଥିତି ଜଣାନ୍ତୁ। ଦେଖା ହେବା ପରବର୍ତ୍ତୀ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ରହୁଛି। ଜୟ ଜଗନ୍ନାଥ।